ଯିବେ ଖାଲି ଯିବେନି, ମୋହ ଚୂର୍ଣ୍ଣ ନେଇକି ଯିବେ, ମୋହିତ କରିବେ। ଏଭଳି ଚୂର୍ଣ୍ଣ ଅଛି, ମୋହିତ ଚୂର୍ଣ୍ଣ ବୋଲି କୁହାଯାଏ, ମୋହ ଚୂର୍ଣ୍ଣ ବୋଲି କୁହାଯାଏ। ଯାହା ଉପରେ ସେ ଚୂର୍ଣ୍ଣ ପଡ଼ିବ ସେ ତା ପ୍ରତି ଆକର୍ଷିତ ହେବ। ଏ ତନ୍ତ୍ର ଶାସ୍ତ୍ର କୁହନ୍ତୁ, ତନ୍ତ୍ର ବିଦ୍ୟା କୁହନ୍ତୁ, ମହାପ୍ରଭୁଙ୍କୁ କ'ଣ ତନ୍ତ୍ର କାମ କରେ? ମହାତାନ୍ତ୍ରିକ ହେଉଛନ୍ତି ମହାପ୍ରଭୁ। ବଡ଼ ବଡ଼ ତାନ୍ତ୍ରିକ ଭୟ କରନ୍ତି ମହାପ୍ରଭୁଙ୍କୁ, କ୍ଷେତ୍ରକୁ ଆସନ୍ତିନି ଡରିକି, ବିଦ୍ୟା ଆହରଣ କରିଦେବେ। ବଡ଼ ବଡ଼ ତାନ୍ତ୍ରିକ ନୀଳଚକ୍ର ସଂସ୍ପର୍ଶରେ ଆସିବେନି, ଅର୍ଥାତ୍ ନୀଳଚକ୍ର ଯେଉଁଠା ଯାଏଁ ଦୃଶ୍ୟମାନ ହେଉଥିବ ସେ ପର୍ଯ୍ୟନ୍ତ ଆସିବେନି। କହିବେ ନୀଳଚକ୍ରକୁ ଦର୍ଶନ କଲେ ବିଦ୍ୟା ଆହରଣ କରିଦେବେ, ତନ୍ତ୍ର ବିଦ୍ୟା। ତେଣୁ ବଡ଼ ବଡ଼ ତାନ୍ତ୍ରିକ ସାଧକ ଭୟ କରନ୍ତି ମହାପ୍ରଭୁଙ୍କର ଦର୍ଶନ କରିବା ପାଇଁ, ହାତ ଯୋଡ଼ି ଦିଅନ୍ତି, ଆରେ ବାପରେ ବାପ, ତାଙ୍କ ସମ୍ମୁଖକୁ ଯିବାର ନାହିଁ। କାହିଁକି ଭୟ କରନ୍ତି? ତାନ୍ତ୍ରିକ ମାନେ ଇଏ ହେଉଛନ୍ତି ମହାତାନ୍ତ୍ରିକ। ତେଣୁ ଆଙ୍କୁ ପୁଣି ମୋହଚୂର୍ଣ୍ଣ। ଏ ଲୀଳା ପ୍ରଭୁଙ୍କର, ଏ ଲୀଳା ହେଉଛି ପ୍ରଭୁଙ୍କର। ତେବେ ଯାହା ହଉ, ଲୀଳାମୟଙ୍କର ଲୀଳାକୁ ତ ଦେଖିବା ପାଇଁ ଆମକୁ ମଣିଷ ଜନ୍ମ ଦେଇଛନ୍ତି ନା, ଭଗବାନଙ୍କ କଥା ଚିନ୍ତା କରିବା ପାଇଁ, ଭଗବାନଙ୍କର ଭଜନ କରିବା ପାଇଁ, ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆମକୁ ସୁଯୋଗ ମଣିଷ ଜୀବନ ଦେଇଛନ୍ତି। ତେଣୁ କୁହାଗଲାନି, ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ମଣିଷ ଠାରେ ଦିବ୍ୟ ଜ୍ଞାନ ଦେଖିଲେ ଭଗବାନ ଖୁସି ହୁଅନ୍ତି। ତେବେ ଦିବ୍ୟ ଜ୍ଞାନ କ'ଣ? ନା ପ୍ରଭୁଙ୍କ ବିଷୟରେ ଜ୍ଞାନ ହିଁ ଦିବ୍ୟ ଜ୍ଞାନ। ଯିଏ ପ୍ରଭୁଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରେ, ଭାଗବତ ଶ୍ରବଣ କରେ, ଗୀତା ଶ୍ରବଣ କରେ, ଗୀତା ପଠନ କରେ, ଭାଗବତ ପଠନ କରେ, ହରିକଥା ଶ୍ରବଣ କରେ, ସତସଙ୍ଗ କରିଥାଏ, ସତସଙ୍ଗ ଶୁଣିଥାଏ, ନାମ କୀର୍ତ୍ତନ କରୁଥାଏ, ଜପତପ କରୁଥାଏ, ଧ୍ୟାନ କରୁଥାଏ, ଭଗବାନ ପ୍ରସନ୍ନ ହୁଅନ୍ତି। କାରଣ ଦିବ୍ୟ ଜ୍ଞାନ କଥା ଆମେ କହୁଛେ। ତେଣୁ ଯେଉଁ ଗୀତା ଭାଗବତ କଥା ଆମେ କହୁଛେ, ଶ୍ରୀମଦ ଭାଗବତ ଗୀତାରେ ମଧ୍ୟ, ଭାଗବତରେ ମଧ୍ୟ ଜ୍ଞାନ ହିଁ ଦିବ୍ୟ ଜ୍ଞାନ। ଏ ଜ୍ଞାନ ପ୍ରାପ୍ତି ହେଲେ ମୋକ୍ଷ ଅବଶ୍ୟ ହେବ। ବ୍ରହ୍ମଶାପରେ ଶାପିତ ରାଜା ପରୀକ୍ଷିତ କେବଳ ଭାଗବତର କଥା ଶ୍ରବଣ କରି ଦିବ୍ୟତ୍ୱ ପ୍ରାପ୍ତ ହେଲେ ନାଇଁ। ଆମେ ପଢିଛେ ଭାଗବତ କଥା, ଶାପଜନିତରୁ ମଧ୍ୟ ମୁକ୍ତି ମିଳିଥାଏ। ପୁଣି ବ୍ରହ୍ମଶାପରେ ଶାପିତ ରାଜା ପରୀକ୍ଷିତଙ୍କ କଥା ଆମେ ଦେଖିବା, କେବଳ ଭାଗବତର କଥା ଶ୍ରବଣ କରି ଦିବ୍ୟତ୍ୱ ପ୍ରାପ୍ତ ହେଇଥିଲେ। ଆମର ଯେତେବେଳେ ଶେଷ ଅବସ୍ଥା ଆସେ, ନିର୍ମାଲ୍ୟ ଜଳ ଟିକିଏ, ଭାଗବତ ପଢ଼ାଯାଏ କାହିଁକି? ନା ଭାଗବତର କଥାକୁ ଶ୍ରବଣ କଲେ ଦିବ୍ୟତ୍ୱ ପ୍ରାପ୍ତ ହୋଇଥାଏ। ସେ କଥା ମଧ୍ୟ ଆମେ କହୁଥିଲେ, ଭାଗବତ କଥା, ରାଜା ପରୀକ୍ଷିତଙ୍କର କଥା। ଶେଷରେ ତକ୍ଷକ ଦଂଶନ ପୂର୍ବରୁ ସେ ବ୍ରହ୍ମଲୀନ ହେଲେ। ତେବେ କେତେ ପବିତ୍ର এই ଭାଗବତର କଥାବସ୍ତୁ, ଯାହା ଶ୍ରବଣରେ ମୁକ୍ତି ମିଳେ। ତେଣୁ ଇଏ ହେଉଛନ୍ତି ଆମର ଭାଗବତ, ହେଉଛନ୍ତି ଭଗବାନଙ୍କର ସ୍ୱରୂପ। ପତିତ ପାବନ ପତାକା ଭଗବାନଙ୍କର ସ୍ୱରୂପ। ଅଣ୍ଟାରୁ କିଭଳି ଭାବରେ ପତାକାକୁ କାଢ଼ିଲେ ଦେଖିଲେ। ଚୁନରା ସେବକ ଦଧିନୌତି ଉପରେ ଠିଆ ହେଇଛନ୍ତି। ସମ୍ପୂର୍ଣ୍ଣ ଆମେ ନୀଳଚକ୍ରଙ୍କର ଦର୍ଶନ କରୁଛେ, ସମ୍ପୂର୍ଣ୍ଣ ନୀଳଚକ୍ର ଦର୍ଶନ ପ୍ରାପ୍ତି ହେଉଛି। ଯେଉଁ ପ୍ରାପ୍ତି ଅପ୍ରାପ୍ତି କଥା ଆଜି ଆମେ ଧରିଛେ, କ'ଣ ପ୍ରାପ୍ତି ହେବ? ଧନ ପ୍ରାପ୍ତି ହେବା, ବିଦ୍ୟା ପ୍ରାପ୍ତି ହେବା, ଗୁରୁକୃପା ପ୍ରାପ୍ତି ହେବା, ଭଗବାନଙ୍କର କୃପା ପ୍ରାପ୍ତି ହେବା। ପ୍ରାପ୍ତିରେ ଆନନ୍ଦ, ପ୍ରାପ୍ତିରେ ମୁକ୍ତି। ଯେ କୋଉ ଧନ ପ୍ରାପ୍ତିରେ ଆନନ୍ଦ ଦିଏ, କୋଉ ଧନ ପ୍ରାପ୍ତିରେ ମୁକ୍ତି ଦିଏ? ନା ଦିବ୍ୟ ଜ୍ଞାନ, ଭଗବାନଙ୍କ କଥା ଚିନ୍ତା କଲେ। ସେ ହେଉଛନ୍ତି ମହାଧନ, ସେ ହେଉଛନ୍ତି ପ୍ରକୃତ ଧନ। ଭଗବାନଙ୍କୁ ପାଇଗଲେ ଆଉ କ'ଣ ଦରକାର? ହଳଦିଆ ରଙ୍ଗର ପତାକାଟିଏ ଗଳାରେ ରଖି ଚୁନରା ସେବକ ବୋଧ ହୁଏ ଯାତ୍ରା କରିବେ କେଉଁ ସ୍ଥାନକୁ? ଶୀର୍ଷ ସ୍ଥାନକୁ। ସେ ତ ଯାଇନାହାନ୍ତି, ଯିବେ ହେଉଛନ୍ତି। ଏବଂ ଆଉ ଜଣେ ତାଙ୍କ ପାଖରେ ପହଞ୍ଚିଲେ ସହାୟତା କରିବେ। ଓଦା ହେଇଛି, ସତର୍କରେ ପ୍ରଣାମ କଲେଣି, ଆରମ୍ଭ କଲେ ଯାତ୍ରା। ଯେତେବେଳେ ନୀଳଚକ୍ରଙ୍କୁ ପ୍ରଣାମ କରନ୍ତି, ଅନୁମତି ନେଇ ଯାଆନ୍ତି, ତୁରନ୍ତ ତାଙ୍କର ଯାତ୍ରା ଆରମ୍ଭ ହୋଇ ପହଞ୍ଚିଗଲେ କର୍ଣ୍ଣିକା ଦେଶରେ। ଛନ୍ଦିଦେଲେ ଗୋଡ଼ ତାଙ୍କର, ଛନ୍ଦିଦେଲେ ଗୋଡ଼ ତାଙ୍କର, ଛାଡ଼ିଦେଲେ ହାତ, ମଥା ନତ କରି ସ୍ତମ୍ଭରେ ପ୍ରଣାମ ମୁଦ୍ରାରେ ସେ ରହିଗଲେ ପ୍ରଭୁଙ୍କ ପାଖରେ। ଏବଂ
ध्वजा को से खोलुचंती बा निकट को आणुचंती धीरे धीरे तांकर ए सेवा को से माने करिथांती धीरे धीरे से माने सेवा को करिथांती तिनी पादरे से पहुंचंती नीलचक्र शीर्ष देश एवं नीलचक्र स्पर्श तापरे स्तंभर बा अक्षय दंडर स्पर्श तांकर आसी थाए हलदिया रंग पताका सुंदर भावरे पीत वस्त्र हलदिया रंगर पताका उलागी करुचंती आज जो कालीर पताका को से उलागी करुचंती आज केउ रंग पताका से सांगरे नहीं तेणु आम ए मुहूर्त को आम अपेक्षा करूँ दर्शन प्राप्ति पाई आम प्राप्ति कथा कहते प्राप्तिर अन्य एक अर्थ हूँ उपलब्ध भगवत चेतना रे आम क्यों उपलब्ध कथा कहवा या भगवत उपलब्धि छड़ा आउ किछि नुह करी कराउ थाई मुई मो बनु अन्य गति नाही एई उपलब्धि सदा सर्वदा आम ठारे आसे ध्वजा बंधा सेवा को दर्शन कले से जो प्रकार स्थिति परिस्थिति रे ठिया है कि सेवा करूछन महाप्रभुकर आमे उपलब्ध करूचे एवं उपलब्ध करी कहूचे कौन ना भगवान को चिंता करूचे भगवान को कृपा छड़ा ए सेवा संभव होई न थाए तेणु एइठे मन को आसे करी कराउ थाई मोहि मो बिनु अन्य गति नाही एई उपलब्धि सदा सर्वदा आम ठारे रहिबा कथा जहाँ ध्वजा बंधा सेवारू आमे शिखुचे बा अनुभव उपलब्ध करूचे एई समय समस्ते कौन कहती केमिति ये संभव होउची पाखरे जे बसथिबो अरे ये संभव होउची केवल तांकरी पाई जगन्नाथ को पाई सी ही सब करती सी ही सब करांती तेणु कह जे करी कराउ थाई मोहि मो बिनु अन्य गति नाही नहीं तेणु ये होउची जो प्राप्तिर कथा कहते लाभ प्राप्तिर कथा कहते धन प्राप्ति बा प्राप्तिर अन्य एक अर्थ होउची ते उपलब्ध करवा ए समय आम उपलब्ध कले जो भली भाव में जो स्थिति परिस्थिति जो स्थान रे चुनरा सेवक से सेवा को संपन्न करि पारुचंती नित्य प्रतिदिन ताहा केवल संभव होता है महाप्रभु परमेश्वर सेठी आमे कहू एठी भगवत उपलब्धि होता है एठी उपलब्धि कौन हुए एठी प्राप्ति सहित उपलब्धि करती ध्वजा को देखिले दर्शन प्राप्तिर लाभ है एवं उपलब्धि प्राप्ति हेले जे भगवान को छड़ा संसार आउ कई नाहंती ध्वजा बंधा सेवार दर्शन कले मनरे ए भाव आसे भगवान ही श्रेष्ठ संसार रे भगवान को छड़ा आउ कई नाहंती तेणु प्रभुंकर ध्वजा बंधा सेवार दर्शन लाभ करी प्राप्ति हेई एबे शरदा बाली रे रथर शीर्ष भाग कौ रथ ना देवी रथंकर शीर्ष भाग ये होचंती देवी रथर सुख दुईटी देखुचंती स्वापन्न द्वासपन्न सुपर्ण द्वासपन्न